ଭିସୁଟ୍ ଏବଂ ଓୟୁଟିଆର୍ ପରେ ଏବେ ଆଇଜିଆଇଟି କୁ ମିଳିବାକୁ ଯାଉଛି ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଚିଠି ପରେ ବର୍ତ୍ତମାନ ସମଗ୍ର ଆଇଜିଆଇଟି କ୍ୟାମ୍ପସରେ ଗୋଟେ ବାତାବରଣ ଯଦି ଆମେ କହିବା ଖୁସିର ବାତାବରଣ ଖେଳି ଯାଇଛି ଏବଂ ଦୀର୍ଘ ଦିନର ଯୋଉ ପ୍ରତୀକ୍ଷା ରହିଥିଲା ପ୍ରାୟ 45 ବର୍ଷ ପରେ ଆଇଜିଆଇଟି କୁ ଏକ ବଡ଼ ସଫଳତା ମିଳୁଛି। ଯଦିଓ ଆଇଜିଆଇଟି ରେ ଆମେ ଯଦି କହିବା यार ଇନଫ୍ରାଷ୍ଟ୍ରକ୍ଚର ରହିଛି, ଏଠି ପିଏଚଡି ଠାରୁ ଆରମ୍ଭ କରି ଆପଣଙ୍କର ଏମଟେକ୍ ବିଟେକ୍ କିମ୍ବା ଏମସିଏ ବା ଡିପ୍ଲୋମା କ୍ଷେତ୍ରରେ ବିଭିନ୍ନ ପ୍ରକାର ବ୍ରାଞ୍ଚ ରହିଛି, ପିଲାମାନଙ୍କୁ ସେଭଳି ଶିକ୍ଷାଦାନ କରାଯାଉଛି ଏବଂ ସବୁ ପ୍ରକାର ଇନଫ୍ରାଷ୍ଟ୍ରକ୍ଚର ଏଠି ବିଶ୍ୱବିଦ୍ୟାଳୟ ପାଇଁ ରହିଛି। ଏବଂ ଦୀର୍ଘ ଦିନର ଯୋଉ ଦାବି ରହୁଥିଲା ଯେ ଆଇଜିଆଇଟି କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳୁ ଏବଂ ଏ ନେଇ ମଧ୍ୟ ବିଭିନ୍ନ ପ୍ରକାର କ୍ଷେତ୍ରରେ ଯଦି କହିବା ସରକାରଙ୍କୁ ଦାବିପତ୍ର ଦିଆଯାଇଥିଲା। ଏବେ ମାନ୍ୟବର ଶିକ୍ଷାମନ୍ତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯଦି କହିବା ଚିଠି ବଳରେ ଗୋଟେ ଖୁସିର ଲହରୀ ଖେଳି ଯାଇଛି ଏବଂ ଯେତେବେଳେ ଆମେ କହିବା ଯେ ଆଇଜିଆଇଟି ଅନ୍ୟ ଦୁଇଟି ବିଶ୍ୱବିଦ୍ୟାଳୟ ପରି ଗୋଟେ ଏକକ ବିଶ୍ୱବିଦ୍ୟାଳୟ ସାମିଲ ହେବାକୁ ଯାଉଛି ଏବଂ କିଭଳି ଭାବରେ ଏଠିକାର ଯୋଉ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ରହିଲା ଏଠାର ଶିଳ୍ପ କ୍ଷେତ୍ରରେ ଗୋଟେ ଅଗ୍ରସର ଯଦି ଆମେ କହିବା ବିଭିନ୍ନ ପ୍ରକାର ଡେଭଲପମେଣ୍ଟ ହବ, ପିଲାମାନଙ୍କ ଶିକ୍ଷା କ୍ଷେତ୍ର ହଉ କିମ୍ବା ସେମାନଙ୍କର ବୃତ୍ତି କ୍ଷେତ୍ରରେ ହଉ ବିଭିନ୍ନ ପ୍ରକାର ସହାୟକ ହେବ। ତେଣୁ କୋଉଠି ନା କୋଉଠି ଏ କେବଳ ଢେଙ୍କାନାଳ ଅନୁଗୁଳ ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟ ତଥା ସମଗ୍ର ଦେଶରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ଏ ବଡ଼ ସହାୟକ ହବ। ଏନେ ଆମେ ଅଧିକ ଆଲୋଚନା କରିବା। ଆମ ନିକଟରେ ରହିଛନ୍ତି ଆଇଜିଆଇଟିର ନିର୍ଦ୍ଦେଶକ, ସିଧାସଳଖ ଆଲୋଚନା କରିବା। ସାର୍ କଣ କହିବେ? ଗୋଟେ ବଡ଼ ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯାଇଛି। ଦୀର୍ଘ ଦିନର ଦାବି ରହୁଥିଲା 45 ବର୍ଷର ଇଏ ଗୋଟେ ସର୍ବପୁରାତନ ଅନୁଷ୍ଠାନ। ଏଠିକାର ଇନଫ୍ରାଷ୍ଟ୍ରକ୍ଚରରୁ ଆରମ୍ଭ କରି ଫାକଲ୍ଟିରୁ ଆରମ୍ଭ କରି ସବୁ ଶିକ୍ଷାଦାନ କ୍ଷେତ୍ରରେ ଗୋଟେ ଅଗ୍ରସର ଗୋଟେ ଅଗ୍ରଣୀ ଅନୁଷ୍ଠାନ ଭାବରେ ସମଗ୍ର ବିଶ୍ୱରେ ଜଣାଶୁଣା। ଏବେ ଅନ୍ୟ ଦୁଇ ଅନୁଷ୍ଠାନ କଥା ଆମେ କହିବା, ଶିକ୍ଷାନୁଷ୍ଠାନ ଯେମିତି ଆପଣଙ୍କର କଥା କହୁଛନ୍ତି ଭିସୁଟ୍ କଥା କହିବା, ଓୟୁଟିଆର୍ କଥା କହିବା, ସେଠାରେ ଯେଭଳି ଭାବରେ ଶିକ୍ଷାଦାନକୁ ବିଶ୍ୱ ସ୍ତରରେ ପହଞ୍ଚିବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ଚିନ୍ତା କରୁଛନ୍ତି। ବର୍ତ୍ତମାନ ମଧ୍ୟ ଆଇଜିଆଇଟି କୁ ୟୁନିଭର୍ସିଟିର ମାନ୍ୟତା ଦେବାକୁ ଯାଉଛନ୍ତି ଏବଂ ଇଏ ଗୋଟେ ବଡ଼ ପଦକ୍ଷେପ। ସାର୍ କିଭଳି ଦେଖୁଛନ୍ତି ତାକୁ? এটা নিশ্চিତ ଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ନିଶ୍ଚିତ ଭାବରେ ଆମେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏବଂ ଆମର ମୁଖ୍ୟମନ୍ତ୍ରୀଙ୍କୁ ଆମର ସରକାରଙ୍କୁ ସମସ୍ତଙ୍କୁ ଆମେ ନିଶ୍ଚିତ ଭାବରେ ଚିରକୃତଜ୍ଞ ଆମେ ରହିପାରିବୁ ଏଥିପାଇଁ କାହିଁକି ନା ଏଟା ଦୀର୍ଘ ଦିନ ଦାବି ପୂରଣ ହେବାକୁ ଯାଉଛି। ଆଉ ଏଥିପାଇଁ ଆମର ଏଇ ଯୋଉ ଜାଗାରେ ଆମର ଏଇ ମାନେ ଅନୁଗୁଳ ଆଉ ଢେଙ୍କାନାଳ ମଝିରେ ଇଣ୍ଡଷ୍ଟ୍ରିଆଲ ବେଲ୍ଟରେ ଆମର ଇନଷ୍ଟିଚ୍ୟୁଟଟା ସିଚୁଏଟେଡ ହେଇଛି, ତ ଏଇଟା ଡେଫିନେଟଲି ବହୁତ ହେଲ୍ପଫୁଲ ହବ। ଯେତେବେଳେ ଏହାର ୟୁନିଭର୍ସିଟି ଷ୍ଟାଟସ ପାଇବ, ନିଜର ଇଣ୍ଡିପେଣ୍ଡେନ୍ସ ରହିବ, ଆମର ଅଟୋନମସ୍ ରହିବ ଏବଂ ରିସର୍ଚ୍ଚ ଇନୋଭେସନ ଇଣ୍ଡଷ୍ଟ୍ରିଆଲ ରିଲେସନସିପରେ ଡେଫିନେଟଲି ଆମେ ଆଗକୁ ଯାଇପାରିବା ଏବଂ ପିଲାମାନଙ୍କ ପାଇଁ ଏଇଟା ବହୁତ ସୁବିଧା ରହିବ। ବହୁତ ଆମ ଛାତ୍ରଛାତ୍ରୀ ମାନେ ବହୁତ ସୁବିଧାରେ ରହିବେ ଏବଂ ତାଙ୍କର ଯୋଉ ଆମର ଉତ୍ତରୋତ୍ତର ଯୋଉ ଜ୍ଞାନ ଆହରଣ କରିବେ ସେମାନେ ଇଣ୍ଡଷ୍ଟ୍ରିଆଲ କୋଲାବୋରେସନ ସହିତ ଇଣ୍ଡଷ୍ଟ୍ରି ବେଲ୍ଟରେ ରହିଛନ୍ତି, ସେଟା ବହୁତ ଉପକାର ରହିବ। ଆମର ଏଠି ଡିପ୍ଲୋମା ଏମଟେକ୍ ପିଏଚଡି ଯେତେ ସବୁ ପିଲାମାନେ ସବୁ ଅଛନ୍ତି ବିଭିନ୍ନ ବ୍ରାଞ୍ଚର ସମସ୍ତଙ୍କ ପାଇଁ ଏଇଟା ବହୁତ ଉପକୃତ ସେମାନେ ହେବେ। ସାର୍ ମୁଖ୍ୟତଃ ଆପଣ ଦେଖିଥିବେ ଇଣ୍ଡଷ୍ଟ୍ରିଆଲ ବେଲ୍ଟ କହିଲେ ଢେଙ୍କାନାଳ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାକୁ ବୁଝାଏ। ଏଠାରେ ଯଦିଓ ବିଗତ ଦିନରେ ଆପଣ ୟୁନିଭର୍ସିଟି ପାଇଁ ଯୋଉ ଦାବି ହେଉଥିଲା, ବର୍ତ୍ତମାନ ଯଦି ଆମେ ଦେଖିବା ଏଠିକାର ବାତାବରଣ ମଧ୍ୟ ଷ୍ଟ୍ରଙ୍ଗ ରହିଛି ଏବଂ ଅନ୍ୟ ୟୁନିଭର୍ସିଟି ତୁଳନାରେ ଯାହା ଯାହା ଆବଶ୍ୟକତା ରହିଛି ଏଠି ସବୁ ପ୍ରକାର ବ୍ୟବସ୍ଥା ରହିଛି। କିନ୍ତୁ କଥା ହେଉଛି ବିଗତ ଦିନର ଦାବି ଯୋଉଟା ରହୁଥିଲା ଏବେ କେନ୍ଦ୍ର ସରକାର ଏବଂ ମୁଖ୍ୟତଃ ଭାବରେ ଏଠାକାର ଯିଏ ରହିଛନ୍ତି ଆମର ପ୍ରତିନିଧିତ୍ୱ କରୁଛନ୍ତି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି, ତାଙ୍କ ନିଜର ଗୋଟେ ସ୍ୱ ଚେଷ୍ଟା ରହିଛି ଯେ କିଭଳି ଭାବରେ ଏଟା ଅନୁଷ୍ଠାନ ହେବ, ଶିକ୍ଷାନୁଷ୍ଠାନ କ୍ଷେତ୍ର ଗୋଟେ ଅଗ୍ରଣୀ ଅନୁଷ୍ଠାନ ହେବ ଏବଂ ମୁଖ୍ୟତଃ ଭାବରେ ଶିକ୍ଷା କ୍ଷେତ୍ର ଗୋଟେ ଯଦି କହିବା ବୈପ୍ଳବିକ ପରିବର୍ତ୍ତନ ଘଟିବ। ୟୁନିଭର୍ସିଟି ହେଲେ ଏଠାରେ ଇନଫ୍ରାଷ୍ଟ୍ରକ୍ଚରରୁ ଆରମ୍ଭ କରି ଯୋଉ ଡେଭଲପମେଣ୍ଟ କ୍ଷେତ୍ର ଯାହା ଯାହା ରହିଛି ବାତାବରଣ ତାହା ମଧ୍ୟ ଉନ୍ନତି ହେବ, ଲୋକମାନେ ଉପକୃତ ହେଇପାରିବେ, ଛାତ୍ରଛାତ୍ରୀ ମାନେ ଉପକୃତ ହେଇପାରିବ, ଦେଶ ରାଜ୍ୟ ଗଠନ ନିହାତି ଭାବରେ ଗୋଟେ କୋଉଠି ନା କୋଉଠି ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଗୋଟେ ଆଗକୁ ବଢିବ। ଏଇ ଯୋଉ ଘଟଣା ବର୍ତ୍ତମାନ ୟୁନିଭର୍ସିଟି କ୍ଷେତ୍ର ଯୋଉ ଆଗକୁ ବଢିଲେ ଆପଣଙ୍କର କଣ କେମିତି ଯୋଉ ପଦବୀ ଗୁଡିକ କଥା କହିବା, ପ୍ରାୟ 35 ଜଣ ଫାକଲ୍ଟିର ଯୋଉ ଆବଶ୍ୟକତା ଥିଲା ତାର ଡେଭଲପମେଣ୍ଟ ଘଟିବ ଏବଂ ଯାହା ଯାହା ଆବଶ୍ୟକତା ରହିଥିଲା ତା ପୂରଣ ହବ, ଏଇଭଳି କ୍ଷେତ୍ର କଣ ଭାବୁଛନ୍ତି ଆପଣ? ନିଶ୍ଚିତ ଭାବେ ଯାହା ଆପଣ କହିଲେ ଠିକ କହିଲେ। ଆମର ଏଇ ଇନଷ୍ଟିଚ୍ୟୁଟ 1982 ମସିହାରେ ଆଉ ଏ ବି ବର୍ତ୍ତମାନ ୟୁଜିସି ର ଅଟୋନମସ୍ ଷ୍ଟାଟସ ପାଇଛି। ଆଉ ଆମେ ବି ନାକ୍ ଆକ୍ରେଡିଟେସନ ପାଇଛୁ B++, ଯୋଉଟାକି ଆମ ରାଜ୍ୟରେ ସବୁଠୁ ଶ୍ରେଷ୍ଠ। ଆଉ ଆମର ଆଗରୁ ଟେକିଂ ଗ୍ରାଣ୍ଟ ବି ମିଳିଛି TQI ବି। ଆଉ ଆମେ ବି MBA ପ୍ରତି 3 ବର୍ଷ 4 ବର୍ଷ ସବୁ ପ୍ରୋଗ୍ରାମ ମାନେ MBA ବି ଆକ୍ରେଡିଟେସନ ପାଉଛୁ। ତ ସେଇଥିରୁ ଦେଖିବାକୁ ଗଲେ କ୍ୱାଲିଟି ଆମର ଏଠି ଅଛି।
ଆଉ ଯାହା ବି ଆପଣ କହିଲେ ବିଶ୍ୱବିଦ୍ୟାଳୟ ରହିଲେ ଆମର ବାକି ଯାହା ବି ୱାଣ୍ଟିଂସ୍ ଅଛି ଯୋଉଟା ସୁବିଧା ସୁଯୋଗ ନାହିଁ ଆମେ କହୁଛେ ଆଉ ଟିକେ ଅଧିକା ଦରକାର ସେଇଟା ଆମେ କରିପାରିବା। କାହିଁକି ନା ଆମର ଅଧିକା ଗ୍ରାଣ୍ଟ ଆସିବ, ଅଧିକା ମାନେ ସେଣ୍ଟର ହଉ ଷ୍ଟେଟ ହଉ UGC ହଉ ସବୁଠୁ ଆମେ ଅଧିକା ଗ୍ରାଣ୍ଟ ପାଇକିରି ଆମର ଗୋଟେ ଅଟୋନୋମସ୍ ଷ୍ଟାଟସରେ ଇଣ୍ଡିପେଣ୍ଡେନ୍ସ ଆସିବ। ଆମେ କିଛି ପ୍ରୋଗ୍ରାମ ସରକାରଙ୍କ ଆପ୍ରୁଭାଲ ନେଇକିରି ଆମେ କରିପାରିବୁ। ନିଶ୍ଚିତ ଭାବରେ ଆପଣ ଦେଖୁଥିବେ ଯାହା ପ୍ରତିକ୍ରିୟା ଭିତରେ ଯେହେତୁ ଆମ ଅଛନ୍ତି ଯେ ରହିଛନ୍ତି ଏହାର ମୁଖ୍ୟ ରହିଛନ୍ତି ଡିପାର୍ଟମେଣ୍ଟର ହେଡ୍ ରହିଛନ୍ତି ସିଧାସଳଖ ମଧ୍ୟ ଆମେ ଆଲୋଚନା କରିବା ସାର୍ଙ୍କ ସହିତ। ସାର୍ କ'ଣ କହିବେ? ଆପଣ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟରୁ ବିଲଙ୍ଗସ୍ କରୁଛନ୍ତି, ତାର ହେଡ୍ ରହିଛନ୍ତି। ଏଠି ଆପଣ ଅନେକ ଛାତ୍ରଛାତ୍ରୀ ହଜାର ହଜାର ଛାତ୍ରଛାତ୍ରୀ ମଧ୍ୟ ଆପଣ ଶିକ୍ଷାଦାନ କରୁଛନ୍ତି, ଗୋଟେ ଉଚ୍ଚ ଲେବୁଲରେ ପହଞ୍ଚନ୍ତି। ଆପଣଙ୍କ ଛାତ୍ରଛାତ୍ରୀ ୱାର୍ଲଡ ଲେବୁଲ ବିଭିନ୍ନ ସ୍ତରରେ ରହିଛନ୍ତି ଏବଂ IGIର ଗୋଟେ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ରହିଛି। ଏବେ ଯୋଉ ବିଶ୍ୱବିଦ୍ୟାଳୟ ହେବାକୁ ଯାଉଛି ଇଏ ନିହାତି ଭାବରେ ଆପଣଙ୍କୁ କାର୍ଯ୍ୟ କରିବା କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନେବେ ବା କାର୍ଯ୍ୟ କରିବା କ୍ଷେତ୍ରରେ ଆପଣଙ୍କୁ ଟିକେ ଆଗକୁ ବଢିବା ପାଇଁ ନିହାତି ଭାବରେ ସ୍ପୃହା ଯୋଗାଇବ। କ'ଣ କହିବେ ସାର୍ ଏ ଯୋଉ ପଦକ୍ଷେପ ନିଆଯାଉଛି? ମୁଁ ତ ସର୍ବପ୍ରଥମେ ଧନ୍ୟବାଦ ଜ୍ଞାପନ କରିବାକୁ ଚାହିଁବି କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀକୁ ଯେ ସେ ତାଙ୍କର ନିଜସ୍ୱ ଜାଗା ଏଇଟା ଯୋଉଠୁ ସେ ଯାଇଛନ୍ତି ସେଇଠର ଏଇଟା ଗୋଟେ ସୁନାମଧନ୍ୟ ଇନଷ୍ଟିଚ୍ୟୁଟ୍ ଆଉ ତାକୁ ସେ ଗୋଟେ ଆଗେଇ ନେବା ପାଇଁ ଗୋଟେ ୟୁନିଭର୍ସିଟି କରିବା ପାଇଁ ବୋଲି ଯୋଉ ପ୍ରସ୍ତାବ ଦେଇଛନ୍ତି ସେଥିପାଇଁ ଆମେ ସମସ୍ତେ ଶିକ୍ଷକ ମହଲରେ ଗୋଟେ ଆନନ୍ଦର ଲହରୀ ଖେଳି ଯାଇଛି। ଛାତ୍ରଛାତ୍ରୀମାନେ ମଧ୍ୟ ବହୁତ ଖୁସି ଅଛନ୍ତି। ତେଣୁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ଏଇଠୁ। ଆଉ ଆମର ପର୍ଟିକୁଲାରଲି ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ କହିବାକୁ ଗଲେ ଏଇଠି ବହୁତ ହାଇ ରାଙ୍କର ପିଲା ହିଁ ଆସନ୍ତି ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟକୁ। ଆଉ ବହୁତ ଜାଗାରେ ରେପୁଟେଡ୍ ଯେମିତି ଇସ୍ରୋ ଯେମିତି ଅଲ୍ IITsରେ ଆମର ପ୍ରଫେସର ପୋଷ୍ଟରେ ଅଛନ୍ତି ଏଇଠର ଆଲୁମିନାଇ। ଏମିତି ବଡ଼ ବଡ଼ ଅନୁଷ୍ଠାନରେ ବର୍ତ୍ତମାନ ବଡ଼ ବଡ଼ ପୋଷ୍ଟରେ ଅଛନ୍ତି। କାଲକାଟାର ଗୋଟେ ହେଡ୍, TCSର ହେଡ୍ ସେ ହେଉଛନ୍ତି ଆମର ଏଇଠୁ। ମାରୁତି ଉଦ୍ୟୋଗର ହେଡ୍ ସିଏ ଗୋଟେ ଏଇଠୁ, ସେ ସେକ୍ରେଟାରୀ ଲେଭେଲରେ ରହିଲେଣି, JSWରେ ରହିଲେଣି। ସେମାନେ ସବୁ ବଡ଼ ବଡ଼ ହେଡ୍ କରୁଛନ୍ତି ସବୁ ଜାଗାରେ। ଆଉ ଗତ ଥର ମଧ୍ୟ ଜଣେ ଆମର ଭଟନାଗର ଆୱାର୍ଡ ପାଇଛନ୍ତି ମେଟାଲର୍ଜି ଡିପାର୍ଟମେଣ୍ଟରୁ। ସେ ବହୁତ ବଡ଼ ସୁନାମ ଅର୍ଜନ କରିଛନ୍ତି। ଏଇଭଳିଆ ଆଲୁମିନାଇ ଯୋଉଠି ଅଛନ୍ତି ସେଇଭଳିଆ ଅନୁଷ୍ଠାନକୁ ଯଦି ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଏ ନିଶ୍ଚିତ ଭାବରେ ଏଇଟା ଗୋଟେ ଜଷ୍ଟିସ୍ ହବ ଏ ଇନଷ୍ଟିଚ୍ୟୁଟକୁ। ଆଉ ଯୋଉ ଦିଗରେ ସେ ଆଗେଇ ଚାଲିଛନ୍ତି ଆମ ପିଲାମାନେ ମଧ୍ୟ ଆହୁରି ଇନ୍ସପାୟାର୍ଡ ହେଇକିରି ଆହୁରି ଆଗେଇ ନେବେ ଇନଷ୍ଟିଚ୍ୟୁଟକୁ। ଆଉ ଆମ ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀ ସବୁ କୋଣରୁ ସେମାନେ ଆସିକିରି ଏଇଠି ଭଲ ଶିକ୍ଷା ଗ୍ରହଣ କରିପାରିବେ। ନିଶ୍ଚିତ ଭାବରେ ଆପଣ ଦେଖୁଥିଲେ ଯାହା ପ୍ରତିକ୍ରିୟା ରଖୁଥିଲେ କେବଳ IGIT ଗୋଟେ ନାଁ ନୁହେଁ, ଇଏ ଗୋଟେ ଆଇଡେଣ୍ଟିଟି ଏବଂ କୋଉଠି ନା କୋଉଠି ୟାକୁ ନେଇ ସମଗ୍ର ବିଶ୍ୱରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ରହିଛି। ଆମ ନିକଟରେ ରହିଛନ୍ତି ଆଲୁମିନା କମିଟି ଯିଏ ରହିଛନ୍ତି ତାଙ୍କର ପ୍ରମୁଖ ରହିଛନ୍ତି, ମୁଖ୍ୟ ରହିଛନ୍ତି, ସିଧାସଳଖ ଆଲୋଚନା କରିବା। କ'ଣ କହିବେ ଆଜ୍ଞା? ଆପଣ ଦୀର୍ଘ ଦିନ ହବ ଏଠି କମିଟି ରହିଛନ୍ତି, ଆପଣ ସୁଖ ଦୁଃଖରେ ସାଥୀ ରହିଛନ୍ତି, ଦୀର୍ଘ ଦିନ ଦାବି କରିଛନ୍ତି 1982 ମସିହାରୁ 2026 ମସିହା ପର୍ଯ୍ୟନ୍ତ। ଏଇ ଯୋଉ ଷ୍ଟ୍ରଗଲ କାହାଣୀ ଭିତରେ କ'ଣ କହିବେ? କିଭଳି ଭାବରେ ଥିଲା ଆପଣଙ୍କର ବାତାବରଣ ରହିଛି? ଏବେ ବିଶ୍ୱବିଦ୍ୟାଳୟ ହେବାକୁ ଯାଉଛି, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ କରି ଗୋଟେ ନିହାତି ଭାବରେ ପଦକ୍ଷେପ ହେବାକୁ ଯାଉଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ରିସିଭ୍ କରୁଛନ୍ତି। ଆଗାମୀ ଦିନରେ ଏ ବିଶ୍ୱବିଦ୍ୟାଳୟ ହେବାକୁ ଯାଉଛି। କ'ଣ କହିବାକୁ ନେଇ? ପ୍ରଥମତଃ ମୁଁ ବହୁତ ବହୁତ ଧନ୍ୟବାଦ ଦଉଛି ଆମର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଯେ ବହୁତ ବଡ଼ ପଦକ୍ଷେପ ସେ ନେଇଛନ୍ତି। ଆଉ ତା ସହିତ ବି ଆମର ଚିଫ୍ ମିନିଷ୍ଟରଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି, ସେ ବି ତାକୁ ଗ୍ରହଣ କରିଛନ୍ତି। ଆଉ ଆମର ଏ ସବୁ କାମ ପଛରେ ଆମ ସମସ୍ତଙ୍କର କିଛି ନା କିଛି ଅଛି। ଆଉ ସେଥିସହିତ ବି ଆମର ପୁରାତନ ଛାତ୍ର ସଂସଦ ମାନେ ବହୁତ ଚେଷ୍ଟା କରିଥିଲେ ଆଗରୁ, ଆଉ ବହୁତ ପଦକ୍ଷେପ ନେଇଥିଲେ ବି ସେକ୍ରେଟାରୀ ଲେଭେଲରେ ଯାଇ ସବୁ କଥା ପଡ଼ିଥିଲା ଏସବୁ ଆମର ୟୁନିଭର୍ସିଟି ପାଇଁ। ତେଣୁ ଇଏ ଆମ ବର୍ତ୍ତମାନ ଆମର ଏସବୁ ଛାତ୍ର ମହଲରେ, ପୁରାତନ ଛାତ୍ର ମହଲରେ ସମସ୍ତଙ୍କ ମନ ଭିତରେ ଖୁସିର ଆନନ୍ଦ ଲହରୀ ଖେଳି ଯାଇଛି। ତେଣୁ ମୁଁ ଆଶା କରୁଛି ଭବିଷ୍ୟତରେ ଆମର ଏ ଶିକ୍ଷା ଅନୁଷ୍ଠାନ ଉନ୍ନତି ହବ। ଆଉ ତା ସହିତ ଆମର ଯୋଉ ଅଛି ଲୋକାଲ କମ୍ୟୁନିଟି ଏମାନେ ସମସ୍ତେ ବି ଉନ୍ନତିର ଆଶା ରହିବ।
निहाती भाव में आप देखुते जहाँ प्रतिक्रिया रखुते कोट ना कोटी शिक्षा क्षेत्र में एक वैप्लवात्मक परिवर्तन होगा जाउची एवं आईजीआईटी विश्वविद्यालय मान्यता होगा जाउची एवं एकक विश्वविद्यालय हेले निहाती भाव में एठाकार अंचल विकास हवा सहित शिक्षा क्षेत्र में एक अग्रणी अनुष्ठान हो पारिबो एवं लोकंकर विभिन्न प्रकार जीविका ठारू आरंभ करी शिक्षा क्षेत्र में सहायक हो पारिबो। नेकाल दिवानी कुमार साहू एमबीसी।